ଗତକାଲି ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତ ଯାତ୍ରା ଅନୁଷ୍ଠାନରେ ମେଲୋଡି ଗୀତରେ ରାକ୍ଷୀ ବନ୍ଧନ ଆଉ ରେକର୍ଡ ଡ୍ୟାନ୍ସରେ ରାକ୍ଷୀ ବନ୍ଧନର ଗୀତ ପରିବେଷଣ। ଭୁବନେଶ୍ୱର କ୍ୟାମ୍ପରେ ନାଟ୍ୟ ସମ୍ରାଟ ପୃଥ୍ୱୀରାଜରେ ରାନୀ ପଣ୍ଡାଙ୍କ ବଦାନ୍ୟତା, ଯାତ୍ରାପ୍ରେମୀ ଦର୍ଶକମାନଙ୍କୁ ମିଠା ପ୍ୟାକେଟ ଆଉ ଉତ୍ତରୀୟ ପ୍ରଦାନ। ଜୟ ଜଗନ୍ନାଥ, ନମସ୍କାର। ମୁଁ ସନ୍ତୋଷ କୁମାର ଟିକିଏ କଥା ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଅଛି। ଆଜି 2024 ମସିହା ଅଗଷ୍ଟ ମାସ 20 ତାରିଖ ମଙ୍ଗଳବାର। ଏବେ ଆସନ୍ତୁ ଯିବା ଜାଣିବା ଆଜିର ଯାତ୍ରା ଖବର। ଯାତ୍ରା ଶ୍ରୀ ବିଶ୍ୱ ଦରବାର ତୃତୀୟ ଅଭିନୟ ରଜନୀ ଜରପଡ଼ା ଅନୁଗୁଳ। ଆଜିର ନାଟକ କିଏ ଜାଣିଥିଲା ଏମିତି ହେବ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିନୋଦ ରାଉତ, ସଙ୍ଗୀତ ଏକ ଅନୁସାର। ଯାତ୍ରା ସିଂହ ବାହିନୀ ଚତୁର୍ଥ ଅଭିନୟ ରଜନୀ ଠୋକର କରଣ୍ଡା ଢେଙ୍କାନାଳ। ଆଜିର ନାଟକ ସବୁ ପ୍ରେମ ଗପ ଅଧାରୁ ସରେ। ରଚନା ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର, ନିର୍ଦ୍ଦେଶନା ଅଶ୍ରୁମୋଚନ ମହାନ୍ତି, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ଯାଜ୍ଞସେନୀ ଚତୁର୍ଥ ଅଭିନୟ ରଜନୀ ସାନ୍ଦା କାମାକ୍ଷା ଢେଙ୍କାନାଳ। ଆଜିର ନାଟକ ଆଖିର ଦୋଷ ନା ଲୁହର ଦୋଷ। ରଚନା ଡକ୍ଟର ସୁଧାଂଶୁ ନାୟକ, ନିର୍ଦ୍ଦେଶନା ଅଶ୍ରୁମୋଚନ ମହାନ୍ତି, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରା ସ୍ୱର୍ଣ୍ଣମହଲ ଷଷ୍ଠ ଅଭିନୟ ରଜନୀ ଖମାର କାମାକ୍ଷା ଢେଙ୍କାନାଳ। ଆଜିର ନାଟକ ରାତି ସୁନ୍ଦରକୁ ସାଥୀ ସୁନ୍ଦର। ରଚନା ଅନୁରାଗ, ନିର୍ଦ୍ଦେଶନା କିଶୋର ଖଣ୍ଡୁଆଳ, ସଙ୍ଗୀତ ବିକାଶ ଶୁକ୍ଳା। କଳିଙ୍ଗ ଗଣନାଟ୍ୟ ତୃତୀୟ ଅଭିନୟ ରଜନୀ ରେଙ୍ଗାଳି ସମ୍ବଲପୁର। ଆଜିର ନାଟକ ହେ ଈଶ୍ୱର ମୋତେ ମୃତ୍ୟୁ ଦିଅ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ଦିନେଶ ଦାସ, ସଙ୍ଗୀତ ବୈଦ୍ୟନାଥ ଦାସ। ଅପେରା ଅଶୋକ ସମ୍ରାଟ ଚତୁର୍ଥ ଅଭିନୟ ରଜନୀ କିସିଣ୍ଡା ସମ୍ବଲପୁର। ଆଜିର ନାଟକ ବାଦାମବାଡିର ରିକ୍ସାବାଲା। ରଚନା ଓ ନିର୍ଦ୍ଦେଶନା ୟୁନିକ୍ ପ୍ରଦୀପ ବେହେରା, ସଙ୍ଗୀତ ଏକ ଅନୁସାର। ଯାତ୍ରା ରଙ୍ଗମହଲ ତୃତୀୟ ଅଭିନୟ ରଜନୀ ଅସୁରବନ୍ଧ ଢେଙ୍କାନାଳ। ଆଜିର ନାଟକ ଦୁଃଖ ଭୁଲିଯିବି ତୋ ମୁହଁ ଚାହିଁ। ରଚନା ସୁକାନ୍ତ ମଲ୍ଲିକ, ନିର୍ଦ୍ଦେଶନା ପ୍ରଶାନ୍ତ ନାୟକ, ସଙ୍ଗୀତ ମିହିର ମହାନ୍ତି। ଗୌରୀ ଗଣନାଟ୍ୟ ଚତୁର୍ଥ ଅଭିନୟ ରଜନୀ ଲୁହାମୁଣ୍ଡା ବୋଇଣ୍ଡା ଅନୁଗୁଳ। ଆଜିର ନାଟକ ଏଇ ଫଗୁଣରେ ବାଜିବ ବାଜା। ରଚନା ଡକ୍ଟର ନିହାର ମହାନ୍ତି, ନିର୍ଦ୍ଦେଶନା ପ୍ରଶାନ୍ତ ନାୟକ, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରା ସ୍ୱପ୍ନମହଲ ପ୍ରଥମ ଅଭିନୟ ରଜନୀ ଗଡ଼ପଳା ଶୁଣି କାମାକ୍ଷା ଢେଙ୍କାନାଳ। ଆଜିର ନାଟକ ମେଘ ସବାରିରେ ବରଷା ରାଣୀ। ରଚନା ଓ ନିର୍ଦ୍ଦେଶନା ସନ୍ତୋଷ ନାରାୟଣ, ସଙ୍ଗୀତ ବିକାଶ ଶୁକ୍ଳା। ଶିବାନୀ ଗଣନାଟ୍ୟ ପ୍ରଥମ ଅଭିନୟ ରଜନୀ ବଅଁରପାଳ ଅନୁଗୁଳ। ଆଜିର ନାଟକ ରଙ୍ଗ ବଜାରର ରଙ୍ଗ ନାୟିକା। ରଚନା ସୁଶ୍ରୀ ରାମେଶ୍ୱରୀ, ନିର୍ଦ୍ଦେଶନା କିଶୋର ଖଣ୍ଡୁଆଳ, ସଙ୍ଗୀତ ବିକାଶ ଶୁକ୍ଳା। ତୁଳସୀ ଗଣନାଟ୍ୟ ତୃତୀୟ ଅଭିନୟ ରଜନୀ କନ୍ତୁର ପର୍ଜଙ୍ଗ ଢେଙ୍କାନାଳ। ଆଜିର ନାଟକ ସୁନ୍ଦରୀ ସଙ୍ଗୀତା ସପନ ସାଥୀ। ରଚନା ସୁଶ୍ରୀ ସଙ୍ଗୀତା, ନିର୍ଦ୍ଦେଶନା କିଶୋର ଖଣ୍ଡୁଆଳ, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରା ଇନ୍ଦ୍ରଭୁବନ ତୃତୀୟ ଅଭିନୟ ରଜନୀ ସିମିନଇ ଢେଙ୍କାନାଳ। ଆଜିର ନାଟକ କହିଲେ କୁଳ କୁଟୁମ୍ବକୁ ଲାଜ। ରଚନା ଅକ୍ଷୟ ରାଉତ, ନିର୍ଦ୍ଦେଶନା ବୁଲୁ ବିଶ୍ୱାଳ। ଯାତ୍ରା ଦୁର୍ଗା ମନ୍ଦିର ତୃତୀୟ ଅଭିନୟ ରଜନୀ କୁସୁମୀ ପର୍ଜଙ୍ଗ ଢେଙ୍କାନାଳ। ଆଜିର ନାଟକ କାନ୍ଦ ନା ଲୁହ ସରିଯିବ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିକ୍ରମ ନାୟକ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଅପେରା ସୂର୍ଯ୍ୟ ମନ୍ଦିର ପ୍ରଥମ ଅଭିନୟ ରଜନୀ କୋଶଳା ଅନୁଗୁଳ। ଆଜିର ନାଟକ ତୋତେ ଲାଗିଯାଉ ମୋ ଆୟୁଷ। ରଚନା ଡକ୍ଟର ନିହାର ମହାନ୍ତି, ନିର୍ଦ୍ଦେଶନା ପ୍ରଶାନ୍ତ ନାୟକ, ସଙ୍ଗୀତ ମିହିର ମହାନ୍ତି। ଧଉଳି ଗଣନାଟ୍ୟ ଚତୁର୍ଥ ଅଭିନୟ ରଜନୀ କୁହିକା ସୁକିନ୍ଦା ଯାଜପୁର। ଆଜିର ନାଟକ ସାଇଲେଣ୍ଟ କିଲର। ରଚନା ଓ ନିର୍ଦ୍ଦେଶନା ହରବାରୀ। ତାରିଣୀ ଗଣନାଟ୍ୟ ପଞ୍ଚମ ଅଭିନୟ ରଜନୀ ଦେଉଳକଣ ଟମକା ଯାଜପୁର। ଆଜିର ନାଟକ ଠକି ଦେଲ ବନ୍ଧୁ ଠିକଣା ବେଳେ। ରଚନା ଇଞ୍ଜିନିୟର ପ୍ରଶାନ୍ତ ପୁହାଣ, ନିର୍ଦ୍ଦେଶନା ଶିଶିର ମହାନ୍ତି, ସଙ୍ଗୀତ ଏକ ଅନୁସାର। ଯାତ୍ରା ଗ୍ରାଣ୍ଡ ମହଲ ଦ୍ୱିତୀୟ ଅଭିନୟ ରଜନୀ ବାଟ ଭୁଆଶୁଣୀ ଜାଆଁଳା ଭୁବନେଶ୍ୱର। ଆଜିର ନାଟକ ଧନ ତମେ ଭଲରେ ଥାଅ। ରଚନା ଅଜୟ, ନିର୍ଦ୍ଦେଶନା ବୁଲୁ ବିଶ୍ୱାଳ, ସଙ୍ଗୀତ ମାନସ ସାର। କୋଣାର୍କ ଗଣନାଟ୍ୟ ତୃତୀୟ ଅଭିନୟ ରଜନୀ ବେଗୁନିଆ ଖୋର୍ଦ୍ଧା। ଆଜିର ନାଟକ ସେଇ ଗୋଟିଏ ଭୁଲ ପାଇଁ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ଗୁରୁ ମିଶ୍ର,
সঙ্গীত অমৃতাংশু পট্টনায়ক। যাত্রা রাজনন্ଦିনী চতুর্ଥ ଅଭିନୟ ରଜନୀ। ପମ୍ପସଲା ଛେଣ୍ଡିପଦା ଅନୁଗୁଳ। ଆଜିର ନାଟକ ଏମିତି ବନ୍ଧନ କେମିତି ହେଲା। ରଚନା ଜୀବନ ଜେନା, ନିର୍ଦ୍ଦେଶନା ବିଜୟ ଦାସ, ସଙ୍ଗୀତ ପ୍ରେମାନନ୍ଦ। ନାଟ୍ୟ ସମ୍ରାଟ ପୃଥ୍ୱୀରାଜ ପ୍ରଥମ ଅଭିନୟ ରଜନୀ। ହାଟପଡ଼ିଆ ଦଶପଲ୍ଲା ନୟାଗଡ଼। ଆଜିର ନାଟକ ଅମାବାସ୍ୟାର ଅତିଥି। ରଚନା ଓ ନିର୍ଦ୍ଦେଶନା ୟୁନିକ୍ ପ୍ରଦୀପ ବେହେରା, ସଙ୍ଗୀତ ଏକନ ସାର। ପାର୍ବତୀ ଗଣନାଟ୍ୟ ପଞ୍ଚମ ଅଭିନୟ ରଜନୀ। ରେଢ଼ାଖୋଲ ସମ୍ବଲପୁର। ଆଜିର ନାଟକ ସୁନ୍ଦର ଲାଗୁଛି ଜଗା ମନ୍ଦିର। ରଚନା ଇଞ୍ଜିନିୟର ଶଚୀ ସ୍ୱାଇଁ, ନିର୍ଦ୍ଦେଶନା ଅଭି ସାମନ୍ତରାୟ, ସଙ୍ଗୀତ ପବିତ୍ର ପଟ୍ଟନାୟକ। ଯାତ୍ରା ଦରବାର ଚତୁର୍ଥ ଅଭିନୟ ରଜନୀ। ଜାଆଁଳା ଭୁବନେଶ୍ୱର। ଆଜିର ନାଟକ ରାତିର ଦୋଷ ନା ସାଥିର ଦୋଷ। ରଚନା ଜଗନ୍ନାଥ ରାଉତ, ନିର୍ଦ୍ଦେଶନା ଡକ୍ଟର ସୁବୋଧ ମିଶ୍ର, ସଙ୍ଗୀତ ମନ୍ମଥ ମିଶ୍ର। ଆପଣମାନେ ଜାଣିଲେ ଆଜି କେଉଁ ସ୍ଥାନରେ କେଉଁ ଯାତ୍ରା ଅନୁଷ୍ଠାନ କେଉଁ ନାଟକ ମଞ୍ଚସ୍ଥ କରିବ। ମନେ ରଖନ୍ତୁ ଯାତ୍ରାପ୍ରେମୀ ଦର୍ଶକ ବନ୍ଧୁ, ସ୍ଥଳ ବିଶେଷରେ ବିଶେଷ କାରଣ ପାଇଁ ନାଟକର ନାମ ପରିବର୍ତ୍ତନ ହୋଇପାରେ, ଯାତ୍ରା ପରିବେଷଣ ମଧ୍ୟ ବାତିଲ ହୋଇପାରେ। ଟିକେ କଥା ଚ୍ୟାନେଲ ଆପଣମାନଙ୍କର ଚ୍ୟାନେଲ। ଟିକେ କଥା ଚ୍ୟାନେଲରେ ଯାତ୍ରା ସମ୍ପର୍କିତ ସମସ୍ତ ତଥ୍ୟ ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଯଦି ଫେସବୁକରେ ଆପଣ ଆମର କାର୍ଯ୍ୟକ୍ରମ ଦେଖୁଛନ୍ତି ତାହେଲେ ପେଜକୁ ଫଲୋ କରନ୍ତୁ, ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ। ଏ ହେଲା ଆଜି ସକାଳର ଯାତ୍ରା ସମ୍ପର୍କିତ କିଛି ଖବର ଯାତ୍ରା ପ୍ରେମୀ ଦର୍ଶକମାନଙ୍କ ପାଇଁ। ପୁଣି କିଛି ଯାତ୍ରା ସମ୍ପର୍କିତ ନୂଆ ସମ୍ଭାବନାର ବାର୍ତ୍ତା ନେଇ ମୁଁ ଆସିବି ଆଉ ଏକ ସ୍ୱତନ୍ତ୍ର ଏପିସୋଡରେ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍ତେ, ଭଲରେ ରହିବା ସମସ୍ତେ। ଜୟ ଜଗନ୍ନାଥ।